ବାଡିରେ ହେଇଥିଲା କଖାରୁ ଗଛ। ତ କଖାରୁ ଫଳିବା ଯାଏ ଆଉ ୱେଟ୍ ହେଲାନି। ତ କଖାରୁ ଡଙ୍କ ଆଉ ଶାଗ ନେଇ ଆସିଲି। ତାକୁ ଗୋଟେ ବଢିଆ ଶାଗ ମୁଁ ଗୋଟେ ବନେଇବି ବୋଲି ଏଠି ପରିବା କିଛି କିଛି କାଟିକି ରଖିଦେଇଥିଲି, ଯେମିତି କି ଆଳୁ, ସାରୁ, କଖାରୁ ଆଉ ମୁଗକୁ ଧୋଇକି ତାକୁ ପ୍ରେସରରେ ଦେଇଦେଲି। ତା ଦେହରେ ପରିବା ପକେଇଦେଲି ଆଉ କଖାରୁ ଡଙ୍କ ବି ପକେଇଦେଲି, ଯୋଉଟା କି ଟିକେ ସିଝିବାକୁ ବି ଟାଇମ ଲାଗିବ। ତ ସେଥିରେ ପ୍ରେସରରେ ଦେଇକି ଲୁଣ, ହଳଦୀ ଆଉ ପାଣି ଟିକେ ଦେଇକି ତାକୁ ଗୋଟେ ସିଟି ଆସିଲା ପର୍ଯ୍ୟନ୍ତ ଛାଡିଦେଲି। ଏଠି ସିଟି ଆସିଲା ଭିତରେ ଗୋଟେ ପ୍ୟାନ ରେ ନେଇଗଲି ସୋରିଷ ତେଲ ଆଉ ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ସେଥିରେ ପକେଇଦେଲି ରସୁଣ ଆଉ ପିଆଜକୁ କାଟିକି ରଖିଥିଲି ପକେଇଦେଲି। ତାକୁ ଟିକେ ଭଲସେ ରସୁଣ ପିଆଜ ଭାଜିଦେଲି। ସେଇଟା ଭାଜି ହେଇଗଲା ପରେ ତା ଦେହରେ ପକେଇଦେଲି ଟମାଟୋ। ଟମାଟୋକୁ ବି ଭଲସେ ଭାଜିଗଲା ପରେ ତା ଦେହରେ ପକେଇଦେଲି କାଟିକି ରଖିଥିବା କଖାରୁ ଶାଗ। ଶାଗଟାକୁ ବି ପିଆଜ ଟମାଟୋ ସହିତ ଟିକେ ଭଲସେ ଖରଡି ଦେଲି, ଯେମିତି ସିଝିଯିବ। ଏଠି ଶାଗ ଆମର ସିଝିଗଲା, ତା ଦେହରେ ମୁଁ ସିଝେଇକି ରଖିଥିବା ଡାଲି ଆଉ ପରିବା ସବୁ ପକେଇଦେଲି। ସେଇଟା ଟିକେ ଏପଟ ସେପଟ କରିଦେଲା ପରେ ଭଲସେ ହେଇଗଲା। ତା ଦେହରେ କୋରିକି ରଖିଥିବା ନଡିଆ ଥିଲା ପକେଇଦେଲି। ଶାଗ ମୁଗରେ ନଡିଆ ଟା ବହୁତ ହି ବଢିଆ ଲାଗେ ଖାଇବାକୁ। ଏମିତିରେ ତ ଶାଗ ସବୁ ଭଲ ଲାଗେ ଖାଇବାକୁ, କିନ୍ତୁ କଖାରୁ ଶାଗ ଟା ମୋର ବହୁତ ହି ଫେବରେଟ। କଖାରୁ ଶାଗକୁ ଏମିତି ବନେଇକି ଖାଆନ୍ତୁ, ବହୁତ ହି ବଢିଆ ଲାଗିବ ଖାଇବାକୁ। ଧନ୍ୟବାଦ।